ପିଲାମାନେ କହିଲ ଦେଖି ଏ ନୀଳ ରଙ୍ଗର ଦୁଇଟି ସରଳ ରେଖା ଏ ସରଳ ରେଖା ଦ୍ୱୟ ସମାନ୍ତର ଅଛନ୍ତି ନା ନାହିଁ? ସମାନ୍ତର ଅଛନ୍ତି। କାହିଁକି ଏ ଦୁଇଟା ସରଳ ରେଖା ସମାନ୍ତର? କାରଣ ଏ ସରଳ ରେଖା ଦ୍ୱୟ ପରସ୍ପରକୁ ଛେଦ କରିବେ ନାହିଁ। ଯେତେ ବି ଆମେ ଯଦି ବଢ଼େଇବା ସେମିତି ବଢ଼ି ବଢ଼ି ଚାଲିଥିବେ ଏବଂ ଛେଦ କରିବେ ନାହିଁ। କାରଣ ଏ ଦୁଇଟି ସରଳ ରେଖାର ଦୂରତା ସମାନ ରହୁଛି। ଏବେ ଦେଖ ଏଇ ସରଳ ରେଖା ଦୁଇଟି ସମାନ୍ତର ଅଛନ୍ତି ଏବଂ ଏଠି ମୁଁ ଆଉ ଗୋଟେ ସରଳ ରେଖା ଅଙ୍କନ କରିଛି ଯେଉଁ ସରଳ ରେଖା ଏ ଦୁଇଟି ସମାନ୍ତର ସରଳ ରେଖାକୁ ଛେଦ କରୁଛି ଏବଂ ଯେତେବେଳେ ଛେଦ କରୁଛି ଦେଖ ଏଠି 8ଟି କୋଣ ବନୁଛି 1 2 3 4 5 6 7 ଏବଂ 8। ଆଜି ଆମେ ଏଇ ଉପର 4ଟି କୋଣ ଏବଂ ଏଇ ତଳ 4ଟି କୋଣ ଏଇ କୋଣମାନଙ୍କର ସମ୍ବନ୍ଧ ବିଷୟରେ ପଢ଼ିବା। ପିଲାମାନେ ଦେଖ ଏଠି L ଏବଂ M ସମାନ୍ତର ସରଳ ରେଖା ଏବଂ P ଛେଦ କରିଛି, ତେଣୁ P ଗୋଟେ ଛେଦକ। ଏବେ ଯେତେବେଳେ ଛେଦ କରିଲା 8ଟି କୋଣ ବନିଛି। ଏବେ ଦେଖ A କୋଣ ଏବଂ D କୋଣ, ଏ କୋଣ ଦ୍ୱୟ ପରସ୍ପର ପ୍ରତିପ କୋଣ। ସେମିତି B କୋଣ ଏବଂ C କୋଣ ପରସ୍ପର ପ୍ରତିପ କୋଣ ଏବଂ ଆମେ ଜାଣିଛେ କ'ଣ ପରସ୍ପର ପ୍ରତିପ କୋଣ ସମାନ ଥାଏ। ତେଣୁ ମୁଁ ଲେଖିପାରିବି କୋଣ B ର ପରିମାଣ କେତେ ସମାନ ହେବ କୋଣ C ର ପରିମାଣ ସହ। ସେମିତି କୋଣ A ର ପରିମାଣ ସମାନ ହେବ କୋଣ D ର ପରିମାଣ ସହ। ସେମିତି ଆମେ ଲେଖିପାରିବା କୋଣ E ର ପରିମାଣ ସମାନ ହେବ କୋଣ H ର ପରିମାଣ ସହ ଏବଂ କୋଣ F ର ପରିମାଣ ସମାନ ହେବ କୋଣ G ର ପରିମାଣ ସହ। ଏବେ ଯେତେବେଳେ ଛେଦକ ଛେଦ କରିଲା 8ଟି କୋଣ ବନିଛି। ଦେଖ ପ୍ରଥମେ ଅନୁରୂପ କୋଣ ଯୋଡ଼ି କାହାକୁ କୁହାଯାଏ ସେଇଟା ଆମେ ଜାଣିବା। ଏହି ଚିତ୍ରରେ କୋଣ B ଏବଂ କୋଣ F ଏ କୋଣ ଦ୍ୱୟ କ'ଣ ହେବେ ଅନୁରୂପ କୋଣ ଯୋଡ଼ି ହେବେ। ଆମେ କେମିତି ଜାଣିବା କେଉଁ କୋଣ ଦୁଇଟିକୁ ଆମେ ଅନୁରୂପ କୋଣ କହିବା? ଏଠି P ରେଖାଟି L ରେଖା ସହ 4ଟି କୋଣ ବନେଇଛି ଏବଂ M ରେଖା ସହ ବି 4ଟି କୋଣ ବନେଇଛି। ଯେଉଁ କୋଣ ବନେଇଛି ଦେଖ B କୋଣଟି ଏଠି କ'ଣ ଉପରେ ବନିଛି ଏବଂ ଡାହାଣ ପାଖରେ ବନିଛି, P ରେଖାର ଡାହାଣ ପାଖରେ ବନିଛି। ଏଠି ସେମିତି ତଳେ ଦେଖ ଡାହାଣ ପାଖରେ କେଉଁ କୋଣ ବନିଛି F ଏବଂ H, କିନ୍ତୁ ଉପରେ କେଉଁ କୋଣଟି ବନିଛି F। ତେଣୁ B କୋଣ ଏବଂ F କୋଣ ଏ କୋଣ ଦ୍ୱୟ ଅନୁରୂପ କୋଣ ଯୋଡ଼ି। ସେମିତି ଆଉ କେଉଁ କୋଣ ହେବ ଅନୁରୂପ କୋଣ ଯୋଡ଼ି? A କୋଣ ଏବଂ E କୋଣ ହେବ, କାରଣ A କୋଣ ବି ଉପରେ ଅଛି ଏବଂ ବାମ ପାଖରେ ଅଛି। ସେମିତି E କୋଣ ବି ଉପରେ ଅଛି ଏବଂ ବାମ ପାଖରେ ଅଛି। ଦେଖିବି A କୋଣ ଏବଂ E କୋଣ। ସେମିତି C କୋଣ ଏବଂ G କୋଣ ବି ଅନୁରୂପ କୋଣ ଯୋଡ଼ି ହେବ ଏବଂ D କୋଣ ଏବଂ H କୋଣ ବି ଅନୁରୂପ କୋଣ ଯୋଡ଼ି ହେବ। ଏବେ ମନେ ରଖ ଯେତେବେଳେ ଦୁଇଟି ସରଳ ରେଖା ସମାନ୍ତର ଥିବ ସେତେବେଳେ ଏ ଅନୁରୂପ କୋଣ ଯୋଡ଼ି ସମାନ ରହିବ। ଅର୍ଥାତ୍ ଏବେ B କୋଣ ଏବଂ F କୋଣର ପରିମାଣ ସମାନ, A କୋଣ ଏବଂ E କୋଣର ପରିମାଣ ସମାନ। ସେମିତି C କୋଣ ଏବଂ G କୋଣର ବି ପରିମାଣ ସମାନ, D କୋଣ ଏବଂ H କୋଣର ବି ପରିମାଣ ସମାନ। ଏବେ ଆମେ ଜାଣିବା ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି। ଦେଖ ଅନ୍ତସ୍ଥ କହିଲେ ଆମେ କ'ଣ ବୁଝୁଛେ? ଅନ୍ତସ୍ଥ ମାନେ ଭିତର ପଟେ। ଦେଖ ଏଠି ଭିତର ପଟେ 4ଟି କୋଣ ଅଛି C D E F, ଏଇ କୋଣ 4ଟି ଭିତର ପଟେ ଅଛି। ଏବେ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି କାହାକୁ କହିବା? C କୋଣ ଏବଂ F କୋଣ ଏ କୋଣ ଦ୍ୱୟ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି ହେବ। କାହିଁକି ହେବ? P ରେଖାର C କୋଣଟି ବାମ ପଟରେ ଅଛି, F କୋଣଟି P ରେଖାର ଡାହାଣ ପଟେ ଅଛି। ସେଥିଲାଗି C କୋଣ ଏବଂ F କୋଣ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି। ତୁମେମାନେ କହିପାରିବ କି D କୋଣ ବି ତ ଡାହାଣ ପାଖରେ ଅଛି, ତେଣୁ C କୋଣ ଏବଂ D କୋଣ ବି ହେଇପାରିବେ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି, କିନ୍ତୁ ହେଇପାରିବ ନାହିଁ। କାରଣ ଆମେ L ରେଖା ଯେଉଁ କୋଣ ଗୁଡ଼େ ବନେଇଛି ଏବଂ M ରେଖା ଯେଉଁ କୋଣ ଗୁଡ଼େ ବନେଇଛି ସେ କୋଣମାନଙ୍କ ମଧ୍ୟରେ ଆମେ ସମ୍ବନ୍ଧ ବନଉଛେ। ତେଣୁ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି କିଏ କିଏ ହେବ? C କୋଣ ଏବଂ F କୋଣ, ସେମିତି D କୋଣ ଏବଂ E କୋଣ ବି ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି ହେବ। ଏବେ ଏଇ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି ବି ସମାନ ଥାଏ କେତେବେଳେ? ଯେତେବେଳେ ସରଳ ରେଖା ଦ୍ୱୟ ସମାନ୍ତର ଥାଏ। ତେଣୁ ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ିର ପରିମାଣ ସମାନ କେତେବେଳେ ହେବ? ଯେତେବେଳେ ସରଳ ରେଖା ଦ୍ୱୟ ସମାନ୍ତର ହେବେ, ନହେଲେ ହେବ ନାହିଁ। ଏବେ ଆମେ ଜାଣିବା ଏକାନ୍ତର ବହିସ୍ଥ କୋଣ ଯୋଡ଼ି। ଦେଖ ବହିସ୍ଥ କହିଲେ କ'ଣ ବୁଝୁଛ? ବାହାର ପଟରେ କେଉଁ କେଉଁ କୋଣ ଅଛି? A B G H। ଏବେ ଏକାନ୍ତର କିଏ କିଏ ହେବେ? ଦେଖ ସେମିତି B କୋଣ ଏବଂ G କୋଣ ହେବେ, କୋଣ B ଏବଂ କୋଣ G। ସେମିତି A କୋଣ ଏବଂ H କୋଣ ବି ଏକାନ୍ତର ବହିସ୍ଥ କୋଣ ଏବଂ ଏଇ ଏକାନ୍ତର ବହିସ୍ଥ କୋଣ ଯୋଡ଼ି ବି ସମାନ ଥାଏ କେତେବେଳେ? ଯେତେବେଳେ ସରଳ ରେଖା ଦ୍ୱୟ ସମାନ୍ତର ଥାଏ। ଏବେ ପିଲାମାନେ ଦେଖ ଏଇ ଅନୁରୂପ କୋଣ ଯୋଡ଼ି ସମାନ କେମିତି ଥାଏ? ତୁମେ ଯେତେବେଳେ ନିଜେ ଚିତ୍ର କରିବ ଏବଂ ଅଙ୍କନ କରିସାରିଲା ପରେ କୋଣ ଗୁଡ଼ିକୁ ମାପିବ, ଅନୁରୂପ କୋଣ ଦେଖିବ ସେ ସମାନ ବାହାରିବ। ଏବେ ଆମେ ଜାଣିବା କି ଏକାନ୍ତର ଅନ୍ତସ୍ଥ କୋଣ ଯୋଡ଼ି କେମିତି ସମାନ ହେଉଛି। ଦେଖ C କୋଣ ଏବଂ F କୋଣ
ए कोणद्वय केमिति समान होउछि। अच्छा अनुरूप कोण जोड़ी अनुसार बी कोण एवं एफ कोणर परिमाण समान तेणु मुझे लिखिपारि कोण बी र परिमाण जहाँ कोण एफ र परिमाण सेया एवं बी कोण एवं सी कोण ए कोणद्वय कौन प्रतिप कोण तेणु ए कोणद्वय भी समान हेबे तेणु मुझे लिखिपारि बी कोणर परिमाण एवं सी कोणर परिमाण भी समान बी कोणर परिमाण एफ कोणर परिमाण सह समान बी कोणर परिमाण सी कोणर परिमाण सह समान तेणु एफ कोण एवं सी कोण ए कोणद्वय भी समान हेबे बुझीपार एवं एफ कोण एवं सी कोण ए कोणद्वय एकांतर अंतस्थ कोण जोड़ी से लगी एकांतर अंतस्थ कोण जोड़ी समान रुहे सेमिति आमे देखिपर भी एकांतर बहिस्थ कोण जोड़ीर परिमाण भी समान हम। एबे आमे जानिबा छेदक रेखार एक पार्श्वस्थ अंतस्थ कोण जोड़ी छेदक रेखा है पी तार एक पार्श्वस्थ माने कि गोटे पाखरे बाम पाखरे क्यों क्यों कोण अच्छी ए सी ई जी एवं अंतस्थ कोण किए किए सी एवं ई तेणु एक पार्श्वस्थ अंतस्थ कोण जोड़ी हम कोण सी एवं कोण ई सेमिति कोण डी एवं कोण एफ भी हम कारण ए कोणद्वय डाहाण पाखरे अच्छी एवं अंतस्थ अच्छी एबे ए छेदक रेखार एक पार्श्वस्थ अंतस्थ जोड़ी ए कोणद्वयर परिमाण को जदि आमे मिसेइबा आमे पाइबा 180 डिग्री एवं ए परिमाण समष्टि केतेबेले 180 डिग्री हम जेतेबेले सरल रेखा द्वय समांतर रहिबे नहेले हेबो नाही। एबे देख काहेकि परिमाण समष्टि 180 डिग्री होउची आमे देखिबा प्रथमे कोण ई एवं कोण एफ ए कोणद्वय परस्पर परिपूरक कोण तेणु मु लिखि परिबी कोण ई रो परिमाण युक्त कोण एफ रो परिमाण मिसेले केते 180 डिग्री एवं कोण सी एवं कोण एफ ए कोणद्वय कौन एकांतर अंतस्थ कोण जोड़ी एठी आमे लिखिछे एवं एकांतर अंतस्थ कोण जोड़ी एठी समान रहइबो कारण सरल रेखा द्वय समांतर अछंती तेणु मु लिखि परिबी कोण ई रो परिमाण एवं एफ कोण रो परिमाण जहाँ सी कोण रो परिमाण सेया तेणु मु लिखि परिबी कोण सी रो परिमाण समान 180 डिग्री। एबे देख सी कोणर परिमाण एवं ई कोणर परिमाण मिसेले केते होउछि 180 डिग्री एवं आमे जानिथिले भी एक पार्श्वस्थ अंतस्थ कोण जोड़ीर परिमाणर समष्टि 180 डिग्री।